नमस्कार दर्शक बंधु आमर एही चैनल आपनको पुणी थरे स्वागत जनाउछि। एही वर्ष सावित्री व्रतर शुभ मुहूर्त कौन रहिबो? सावित्री व्रत केउं दिन रखिबे? आउ एही सावित्री व्रत दिन कौन करिबा उचित एवं कौन करिबे नाही? ए समस्त तथ्य आमे आपनको गोटी गोटी करके जणाइबु। आउ गोटिए बड़ महत्वपूर्ण कथा कि आपनको जणाइबु कि एही दिन एमिति केउं भूल अछि ଯାହାକୁ ଯଦି ଖାସ୍ କରି ସେହି ଭୁଲକୁ କରିଦେବେ ତ ଏହି ସାବିତ୍ରୀ ବ୍ରତ ଦିନ ସେହି ବ୍ୟକ୍ତିଙ୍କର ବା ସେହି ମହିଳାଙ୍କର ଜୀବନ ଏବଂ ତାଙ୍କ ସ୍ୱାମୀଙ୍କର ଜୀବନ ପୁରା ବର୍ବାଦ ହୋଇଯିବ। ଆଉ କିଛି ଏମିତି କାମ ଅଛି ଯାହାକୁ ଏହି ସାବିତ୍ରୀ ବ୍ରତ ଦିନ କରିବା ଦ୍ୱାରା ମନୁଷ୍ୟର ଭାଗ୍ୟ ପୁରା ବଦଳି ଯାଇଥାଏ। ଖାଲି ସେତିକି ନୁହେଁ, ଆମେ ଆପଣଙ୍କୁ ଏହା ବି ଜଣାଇବୁ ସାବିତ୍ରୀ ବ୍ରତ ଦିନ କିଛି ଉପାୟ ଅଛି ଯେଉଁ ଉପାୟକୁ କରିବା ଦ୍ୱାରା ଆପଣଙ୍କ ଉପରେ ଭଗବାନ ପ୍ରସନ୍ନ ହୋଇଯାଇଥାନ୍ତି। ତା ସହିତ ମନୁଷ୍ୟର ଯାହା ବି ମନସ୍କାମନା ଥାଏ ତାହା ବି ପୁରା ହୋଇଯାଇଥାଏ। ପ୍ରତ୍ୟେକ ଦେବୀ ଦେବତାଙ୍କର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ। ତା ସହିତ ଆମେ ଆପଣଙ୍କୁ ଏହା ବି ଜଣାଇବୁ କି ଏହି ସାବିତ୍ରୀ ବ୍ରତ ଦିନ ଆପଣଙ୍କ ଗୋଟିଏ ଏପରି ଉପାୟ ଯାହାକୁ କରିବା ନିହାତି ଦରକାର। ତ ଦର୍ଶକ ବନ୍ଧୁ ଏବେ ଚାଲନ୍ତୁ ପ୍ରଥମେ ଜାଣିବା କି ସାବିତ୍ରୀ ବ୍ରତର ଶୁଭ ମୁହୂର୍ତ୍ତ କଣ ରହିଛି। ଆଉ ସାବିତ୍ରୀ ବ୍ରତ ପ୍ରତ୍ୟେକ ବିବାହିତା ମହିଳାମାନଙ୍କର ପାଇଁ ଅତ୍ୟନ୍ତ ଶୁଭ ଏବଂ ସମର୍ପଣର ମାର୍ଗ ହୋଇଥାଏ। ଆଉ ଏହି ବର୍ଷ ମାନେ 2026ରେ ଏହି ପବିତ୍ର ବ୍ରତ 16 ମେ ଶନିବାର ଦିନ ପାଳନ କରାଯିବ, ଯାହା ଜ୍ୟେଷ୍ଠ ମାସର ପୂର୍ଣ୍ଣିମା ତିଥିକୁ ପାଳିଥାନ୍ତି। ଏହି ବର୍ଷ ଏହି ତିଥି ବହୁତ ଖାସ୍ ଓ ପ୍ରଭାବଶାଳୀ ମନାଯିବ, କାହିଁକି ନା ପୂର୍ଣ୍ଣିମାର ଚନ୍ଦ୍ରର ଶକ୍ତି ଅନେକ ଗୁଣ ବଢାଇ ଦେବ। ପଞ୍ଚାଙ୍ଗ ଅନୁସାରେ ପୂର୍ଣ୍ଣିମା ତିଥି 15 ମେ ରାତି 8:48 ଆରମ୍ଭ ହେବ ଏବଂ 16 ମେ ସନ୍ଧ୍ୟା 6:15 ପର୍ଯ୍ୟନ୍ତ ରହିବ। ଏଥିପାଇଁ ଉଦୟ ତିଥି ଆଧାରରେ ସାବିତ୍ରୀ ବ୍ରତ 16 ତାରିଖକୁ ହିଁ ପାଳନ କରାଯିବ। ଆଉ ଏହି ଦିନର ଶୁଭ ମୁହୂର୍ତ୍ତ ପ୍ରାତଃ କାଳ 5:30 ରୁ ଆରମ୍ଭ ହୋଇ 9:45 ପର୍ଯ୍ୟନ୍ତ ରହିବ। ଆଉ ଏହି ସମୟରେ ବରଗଛକୁ ପୂଜା କରିବା ଅତ୍ୟନ୍ତ ଶୁଭ ହୋଇଥାଏ। ଏହି ମୁହୂର୍ତ୍ତରେ ମହିଳାମାନେ ସକାଳୁ ବହୁତ ଶୀଘ୍ର ଉଠି ସ୍ନାନ ଆଦି ସାରି ଶୁଦ୍ଧ ବସ୍ତ୍ର ଧାରଣ କରିବେ, ପୁରା ବିଧିବିଧାନ ସହ ବରଗଛର ପୂଜା କରିବେ। ଧଳା ରଙ୍ଗର ଧାଗା ବା ଯାହାକୁ ରକ୍ଷା ସୂତା କୁହାଯାଏ, ସେହି ଧଳା ରଙ୍ଗର ଧାଗାକୁ ନେଇ ବରଗଛର ଚାରିପଟେ 7 ଥର, ନାହିଁ ତ 11 ଥର, ନାହିଁ ତ 21 ଥର, ନାହିଁ ତ 108 ଥର ପରିକ୍ରମା କରିବେ। ଆଉ ପରିକ୍ରମା କରିବା ସମୟରେ ଆପଣଙ୍କର ସ୍ୱାମୀଙ୍କର ଲମ୍ବା ଆୟୁଷ ଓ ସୁଖ ଶାନ୍ତିର ଜୀବନ ପାଇଁ ମନେ ମନେ ପ୍ରାର୍ଥନା କରିକି ବରଗଛର ଚାରିପଟେ ପରିକ୍ରମା କରିବେ ଏବଂ ହାତରେ ଧରିଥିବା ଧଳା ରଙ୍ଗର ରକ୍ଷା ସୂତାକୁ ଗୁଡ଼ାଇ ଚାଲିବେ। ଯେତେ ଥର ପରିକ୍ରମା କରିବେ ସେତେ ଥର ରକ୍ଷା ସୂତାକୁ ମଧ୍ୟ ବରଗଛରେ ଗୁଡ଼ାଇବେ। ଏହା କରିବା ଦ୍ୱାରା ଆପଣଙ୍କର ସ୍ୱାମୀଙ୍କର ଉତ୍ତମ ସ୍ୱାସ୍ଥ୍ୟ ଓ ଲମ୍ବା ଆୟୁଷ ପ୍ରାପ୍ତି ହୋଇଥାଏ। ଆଉ ବରଗଛକୁ ତ୍ରିଦେବଙ୍କର ପ୍ରତୀକ ମନାଯାଏ। ତା ସହିତ ସାବିତ୍ରୀ ବ୍ରତ ଦିନ ଆପଣଙ୍କର କଣ୍ଠରେ କଟୁ ବଚନ ବା କଡ଼ା ଶବ୍ଦ ଆଦୌ କହିବା ଉଚିତ ନୁହେଁ। ଏହି ଦିନ କ୍ରୋଧ କିମ୍ବା କାହା ଉପରେ ଅଭିମାନ କରିବା ଉଚିତ ନୁହେଁ। ଅନେକ ମହିଳା ଅଛନ୍ତି ସାବିତ୍ରୀ ବ୍ରତ ତ ରଖିଥାନ୍ତି କିନ୍ତୁ ମନରେ କ୍ରୋଧ ରଖିଥାନ୍ତି। ଅନେକ ବ୍ୟକ୍ତିଙ୍କୁ କିଛି ନା କିଛି ଖରାପ ବାଣୀ କହିଦେଇଥାନ୍ତି, ଆଉ ଏହା ହିଁ ସବୁଠାରୁ ବଡ଼ ଭୁଲ ହୋଇଥାଏ। ଏହି ଦିନ ବିଶେଷ ରୂପରେ ଶାନ୍ତ ରହିବା, ମଧୁର କଥା କହିବା ଆଉ ସମସ୍ତଙ୍କ ସହିତ ପ୍ରେମ ଓ ଭଲ ପାଇବାର ବ୍ୟବହାର କରିବା ଉଚିତ। ଯଦି ଆପଣମାନେ ବ୍ରତ ରଖିକି ନକାରାତ୍ମକ ଊର୍ଜାକୁ ଖେଳାଇଥାନ୍ତି ତ ତାହାର ପ୍ରଭାବରୁ ଆପଣଙ୍କର ପୁଣ୍ୟ ସବୁ ନଷ୍ଟ ହୋଇଯାଇଥାଏ। ଏହି ଦିନ ଯେତେ ସମ୍ଭବ ହେବ ଧୈର୍ଯ୍ୟ ରଖିବା ଉଚିତ। ଏହି ଦିନ ଯେତେ ବି ଜଟିଳ ସମସ୍ୟା ଆସୁନା କାହିଁକି ମନରେ ଶ୍ରଦ୍ଧା ରଖିବେ। ଆଦୌ ଆପଣଙ୍କ ମନରେ କ୍ରୋଧ ଆଣିବେ ନାହିଁ। କ୍ରୋଧର ସ୍ଥାନ ଜମାରୁ ବି ଦେବେ ନାହିଁ। ଆଉ ସାବିତ୍ରୀ ବ୍ରତର ପୂଜାକୁ ଅନେକ ଲୋକ କରିଥାନ୍ତି କିନ୍ତୁ ଶୁଭ ମୁହୂର୍ତ୍ତ ଦେଖିନଥାନ୍ତି, ତାଙ୍କ ସୁବିଧା ଅନୁସାରେ ପୂଜା କରିଦେଇଥାନ୍ତି। ଏହା ବହୁତ ବଡ଼ ଭୁଲ ହୋଇଥାଏ। ଆଉ ସାବିତ୍ରୀ ବ୍ରତରେ ସକାଳ ସମୟରୁ ହିଁ ସବୁଠାରୁ ଶୁଭ ମନାଯାଏ। ଏଥିପାଇଁ ଶୁଭ ମୁହୂର୍ତ୍ତରେ ହିଁ ସାବିତ୍ରୀ ପୂଜା କରିବା ଉଚିତ। ନିଜ ମନ ମର୍ଜି ଏବଂ ଲେଟ୍ରେ ପୂଜା କରିବା ଅଶୁଭ ମନାଯାଇଥାଏ।
ଏଥିପାଇଁ ସମୟର ପାଳନ ବହୁତ ଜରୁରୀ ହୋଇଥାଏ। ଆଉ ଏହି ସାବିତ୍ରୀ ବ୍ରତରେ ସୁହାଗର ସାମଗ୍ରୀକୁ ଅଣଦେଖା କରିବା, ଯେପରିକି ସିନ୍ଦୁର, ଚୁଡ଼ି, ବିନ୍ଦି, ମେହେନ୍ଦି, ଅଳତା, ଶଙ୍ଖା ଆଦିର ବହୁତ ମହତ୍ତ୍ୱ ରହିଥାଏ। ଅନେକ ମହିଳା ଏହି ସବୁ ଜିନିଷ ଠିକ୍ ତରିକାରେ ପିନ୍ଧି ନଥାନ୍ତି, ଆଉ ଏହା ବହୁତ ବଡ଼ ଭୁଲ ହୋଇଥାଏ। ଆଉ ଏହି ଦିନ ସୁହାଗର ଜିନିଷକୁ ପୁରା ଆଦର ଓ ଶ୍ରଦ୍ଧା ଭାବରେ ପିନ୍ଧିବା ଉଚିତ। କିଛି ମହିଳା ଏହି ଦିନ କ'ଣ କରିଥାନ୍ତି ନା ପୁରୁଣା ଓ ଭଙ୍ଗା ଟୁଟା ଜିନିଷ ପିନ୍ଧିଥାନ୍ତି, ଯାହା ଏହା ଅତ୍ୟନ୍ତ ଅଶୁଭ ହୋଇଥାଏ। ତା ସହିତ ସାବିତ୍ରୀ ବ୍ରତ ଦିନ ସୁହାଗର ସାମଗ୍ରୀକୁ ଅନ୍ୟ ବିବାହିତା ମହିଳାଙ୍କୁ ଦାନ କରିବା ବି ବହୁତ ଶୁଭ ମନାଯାଏ। 16 ମେ 2026 ସାବିତ୍ରୀ ବ୍ରତ ଏକ ଏପରି ଦିନକୁ ସମ୍ବୋଧ କରୁଛି, ଯାହାକୁ ଯଦି ପୁରା ଶ୍ରଦ୍ଧାର ସହ ବିବାହିତା ମହିଳାମାନେ ବ୍ରତ ସହିତ କିଛି ଉପାୟ କରିବେ, ତ ସଦା ସୁହାଗିନୀ, ଅଖଣ୍ଡ ସୌଭାଗ୍ୟ ଓ ସୁଖ ସମୃଦ୍ଧି ଦ୍ୱାର ଖୋଲି ଦେଇଥାଏ। ତ ଦର୍ଶକ ବନ୍ଧୁ, ଏବେ ଚାଲନ୍ତୁ ଜାଣିବା ଆଉ କ'ଣ ଭୁଲ ଅଛି, ଯେଉଁ ଭୁଲକୁ ପ୍ରତ୍ୟେକ ବିବାହିତା ମହିଳାମାନେ ତାଙ୍କ ଜଣା ଅଜାଣତରେ କରିଥାନ୍ତି, ଯାହାକୁ କୌଣସି ବି ମହିଳା କରିବା ଉଚିତ ନୁହେଁ। କାହିଁକି ନା ସେହି ଭୁଲକୁ ଯଦି କୌଣସି ବି ମହିଳା କରିଥାନ୍ତି, ତ ସେହି ମହିଳାଙ୍କର ଜୀବନ ଓ ତାଙ୍କ ପତିଙ୍କର ଜୀବନ ପୁରା ନର୍କକୁ ଚାଲି ଯାଇଥାଏ। ଏଥିପାଇଁ ଏହି କଥାକୁ ଖାସ କରି ଧ୍ୟାନ ଦେଇ ଶୁଣନ୍ତୁ। ତ ସବୁଠାରୁ ବଡ଼ ଭୁଲ ବା ଭୟଙ୍କର ଭୁଲ ହେଉଛି, ଅନେକ ମହିଳା ଏମିତି ଅଛନ୍ତି ବିନା ସ୍ୱଚ୍ଛତାରେ ପୂଜାରେ ବସିଥାନ୍ତି। ଆଉ ସାବିତ୍ରୀ ବ୍ରତରେ ଶାରୀରିକ ଓ ମାନସିକ ଶୁଦ୍ଧତା ନିହାତି ଜରୁରୀ ହୋଇଥାଏ। ସକାଳୁ ଜଲ୍ଦି ଉଠି ସ୍ନାନ କରି ସଫା କପଡ଼ା ପିନ୍ଧିବା ବହୁତ ଜରୁରୀ ହୋଇଥାଏ। ତା ସହିତ ମନରେ ଶୁଦ୍ଧତା ବି ଜରୁରୀ ହୋଇଥାଏ। ମନରେ ଚିନ୍ତା, କ୍ରୋଧ ଓ ନକାରାତ୍ମକକୁ ନେଇ ପୂଜା କରିଥାନ୍ତି, ତ ସେହି ପୂଜାର ଫଳ ମିଳିନଥାଏ। ଏଥିପାଇଁ ପୂଜା ପୂର୍ବରୁ ନିଜର ମନକୁ ଶାନ୍ତ ରଖିବେ, ଭଗବାନଙ୍କୁ ଧ୍ୟାନ କରିବେ, ତାପରେ ପୁରା ବିଧି ଆରମ୍ଭ କରିବେ। ଅନେକ ମହିଳା ଅଛନ୍ତି ସାବିତ୍ରୀ ବ୍ରତ ଦିନ ବରଗଛର ଅଧିକ ମହତ୍ତ୍ୱ ରଖିଥାନ୍ତି। ଏହି ଦିନ ବରଗଛକୁ ଜଳ ଚଢ଼ାନ୍ତୁ, ସିନ୍ଦୁର, ପୁଷ୍ପ, ଚନ୍ଦନ, ଧୂପ, ଦୀପ ଦେଇ ପୂଜା କରନ୍ତୁ। କାହିଁକି ନା ବରଗଛକୁ ତ୍ରିଦେବଙ୍କର ପ୍ରତୀକ ମନାଯାଏ। ସାବିତ୍ରୀ ସତ୍ୟବାନଙ୍କ କଥା ନ ଶୁଣିବା କିମ୍ବା ଅଧା ଶୁଣିକି ଛାଡ଼ିଦେବା ବହୁତ ବଡ଼ ଭୁଲ ହୋଇଥାଏ। ଅନେକ ମହିଳା ଅଛନ୍ତି ସାବିତ୍ରୀ ବ୍ରତ ତ ରଖିଥାନ୍ତି, କିନ୍ତୁ ଘରେ କ'ଣ କରିଥାନ୍ତି ନା ଝଗଡ଼ା କରିଥାନ୍ତି, କ୍ରୋଧ କରିଥାନ୍ତି କିମ୍ବା କାହାକୁ ଭଲ ଖରାପ କିଛି କହିଦେଇଥାନ୍ତି। ଏହି ଦିନ ଶାନ୍ତ ରହିବା, ମଧୁର ବାଣୀ କହିବା ଏବଂ ସମସ୍ତଙ୍କ ସହିତ ପ୍ରେମର ସହ କଥାବାର୍ତ୍ତା କରିବା, କାହା ପ୍ରତି ଖରାପ ଚିନ୍ତାଧାରା ଆଣିବା ନାହିଁ। ଏହି ଦିନ ଯେତେ ଯାହା ବି ସମସ୍ୟା ଆସିଲେ ବି ଧୈର୍ଯ୍ୟ ରଖିବା ଉଚିତ। ସାବିତ୍ରୀ ବ୍ରତ ଦିନ ବାରମ୍ବାର ପାଣି ପିଇବା, ଫଳ ବାରମ୍ବାର ଖାଇବା ବି ବ୍ରତ ଭଙ୍ଗ ହୋଇଥାଏ। କିନ୍ତୁ ନିର୍ଜଳା ବ୍ରତ ଯିଏ ରଖିଥାନ୍ତି, ସେହି ମହିଳା ବାରମ୍ବାର ପାଣି ପିଇଥାନ୍ତି, ଫଳ ଖାଇଥାନ୍ତି, ତ ଏହା ବ୍ରତ ଉଲ୍ଲଂଘନ ମନାଯାଏ। ଯଦି ଆପଣ ପୁରା ନିର୍ଜଳା ବ୍ରତ ରଖିପାରିବେ ନାହିଁ, ତ ଫଳ ଖାଇପାରିବେ, କିନ୍ତୁ ବାରମ୍ବାର ଫଳାହାର କରିବା ଦ୍ୱାରା ବ୍ରତର ଭଙ୍ଗ ହୋଇଥାଏ। ସାବିତ୍ରୀ ପୂଜାରେ ପୂଜା ସାମଗ୍ରୀକୁ ଧ୍ୟାନ ନ ଦେବା, ପୂଜା ପୂର୍ବରୁ ପୂଜା ସାମଗ୍ରୀ ସଜାଡ଼ି ନ ରଖିବା, ପୂଜାର ଅଧାରୁ ଧାଁ ଦୌଡ଼ କରିଥାନ୍ତି। ଏହା ଦ୍ୱାରା ପୂଜାର ଧ୍ୟାନ ହଟି ଯାଇଥାଏ ଏବଂ ବିଧିରେ ବାଧା ଆସିଥାଏ। ପୂଜା ଆରମ୍ଭ କରିବା ପୂର୍ବରୁ ହିଁ ଏସବୁ ଜିନିଷ ଏକାଠି ରଖିବା ଉଚିତ। ସାବିତ୍ରୀ ବ୍ରତ ଦିନ ବଡ଼ ବା ଗୁରୁଜନ ମାନଙ୍କର ଆଶୀର୍ବାଦ ନ ନେବା। ଏହି ଦିନ ଅନେକ ମହିଳାମାନେ ଅଛନ୍ତି କି ବଡ଼ମାନଙ୍କର ଆଶୀର୍ବାଦ ନେଇନଥାନ୍ତି। ଏହି ସାବିତ୍ରୀ ବ୍ରତ ଦିନ ଗୁରୁଜନମାନଙ୍କର ଆଶୀର୍ବାଦ ନେବା ବହୁତ ଶୁଭ ମନାଯାଏ। ଅନେକ ମହିଳା ପୂଜା ତ କରିଥାନ୍ତି, କିନ୍ତୁ ବଡ଼ମାନଙ୍କୁ ଆଦୌ ଖାତିର କରିନଥାନ୍ତି, କିନ୍ତୁ ବଡ଼ମାନଙ୍କର ଆଶୀର୍ବାଦ ବ୍ରତର ଫଳକୁ ଆହୁରି ବଢ଼ାଇ ଦେଇଥାଏ। ଏଥିପାଇଁ ପୂଜା ପରେ ଆପଣଙ୍କର ପରିବାରର ବଡ଼ମାନଙ୍କର ବା ଗୁରୁଜନମାନଙ୍କ ଠାରୁ ଚରଣକୁ ଛୁଇଁକି ଆଶୀର୍ବାଦ ନିଅନ୍ତୁ। ସାବିତ୍ରୀ ବ୍ରତ ଦିନ ଗୋଟିଏ ରାମବାଣ ଉପାୟ ଆସନ୍ତୁ ଜାଣିବା। ସାବିତ୍ରୀ ବ୍ରତ ଦିନ ସକାଳୁ ଉଠି ସ୍ନାନ ସାରି ବରଗଛ ମୂଳରେ ଜଳ
ଓ କଞ୍ଚା କ୍ଷୀର ଅର୍ପିତ କରିବେ। ଏହା ବହୁତ ପ୍ରଭାବଶାଳୀ ଉପାୟ ହୋଇଥାଏ। ଯଦି ଆପଣ ସାବିତ୍ରୀ ବ୍ରତ ଦିନ ମାନେ 16 ମେ 2026 ଶନିବାର ଦିନ ବରଗଛ ମୂଳରେ ଜଳ ଓ କଞ୍ଚା କ୍ଷୀର ଢାଳିବେ ତ ବୈବାହିକ ଜୀବନ ଶାନ୍ତିରେ କଟିବ, ତା ସହିତ ସମ୍ପର୍କରେ ସ୍ଥିରତା ଓ ଭଲ ପାଇବା ବଢିଥାଏ। ବରଗଛରେ ଜଳ ଓ କ୍ଷୀର ଢାଳିବା ସମୟରେ ଆପଣଙ୍କର ସ୍ୱାମୀଙ୍କର ଲମ୍ବା ଆୟୁଷ ଓ ଆପଣଙ୍କ ପରିବାରର ଖୁସି ପାଇଁ ପ୍ରାର୍ଥନା କରିକି କ୍ଷୀର ଓ ଜଳ ଢାଳିବେ। ଆଉ ଏହି ଛୋଟିଆ ଉପାୟଟିକୁ ଯଦି କୌଣସି ବି ବିବାହିତା ମହିଳା ପୁରା ଶ୍ରଦ୍ଧାର ସହ କରିବେ ତ ଜୀବନରେ ସକାରାତ୍ମକ ପରିବର୍ତ୍ତନ ତାଙ୍କର ଆସିଥାଏ। ତାଙ୍କ ସ୍ୱାମୀଙ୍କର ସ୍ତ୍ରୀଙ୍କର ସମ୍ପର୍କ ଆହୁରି ମଜବୁତ ହୋଇଯାଇଥାଏ। ସାବିତ୍ରୀ ବ୍ରତ ଦିନ କୌଣସି ଗରିବ ମହିଳାକୁ ଲାଲ ରଙ୍ଗର ଚୁଡ଼ି, ସିନ୍ଦୁର, ବିନ୍ଦି, ସୁହାଗର ଜିନିଷ ଦାନ କରିବା ବହୁତ ଶୁଭ ମନାଯାଏ। ଏହି ଉପାୟ କେବଳ ପୁଣ୍ୟ ଦେଇନଥାଏ ବରଂ ଆପଣଙ୍କର ବୈବାହିକ ଜୀବନରେ ବି ସୌଭାଗ୍ୟକୁ ମଜବୁତ କରାଇ ଦେଇଥାଏ। ଆଉ ଧ୍ୟାନ ରଖିବେ, ଦାନ କରିବା ସମୟରେ ମନରେ କୌଣସି ଅହଙ୍କାର ଆଣିବେ ନାହିଁ କି ଦେଖାଣିଆ କରିବେ ନାହିଁ, ବରଂ ମନରେ ଶ୍ରଦ୍ଧା ରଖିକି ଦାନ କରିବେ। ଏହା ଭାବିବେ କି ଆପଣ କାହାକୁ ସାହାଯ୍ୟ କରୁଛନ୍ତି। ଏହି ଦିନ ଯଦି ବେଶୀ ବି କିଛି ଦାନ କରିପାରିବେ ନାହିଁ ତ ଶ୍ରଦ୍ଧାର ସହିତ ଗୋଟିଏ ଛୋଟିଆ ଜିନିଷଟିଏ ବି ହେଉ ପଛେ ଜରୁର ଦାନ କରନ୍ତୁ। ତ ଦର୍ଶକ ବନ୍ଧୁ, ଆଶା କରୁଛି ଆଜିର ଭିଡ଼ିଓଟି ନିହାତି ଭାବରେ ଆପଣମାନଙ୍କୁ ପସନ୍ଦ ଆସିଥିବ। ଯଦି ଭିଡ଼ିଓଟି ଆପଣଙ୍କୁ ପସନ୍ଦ ଆସିଥାଏ ତେବେ କୃପା କରି ଭିଡ଼ିଓ ଗୋଟେ ଲାଇକ୍ଟିଏ କରନ୍ତୁ। ଭିଡ଼ିଓଟିକୁ ଅଧିକରୁ ଅଧିକ ମାତ୍ରାରେ ଅନ୍ୟମାନଙ୍କ ପାଖକୁ ସେୟାର କରନ୍ତୁ ଏବଂ ଆମ ଚ୍ୟାନେଲରେ ଯଦି ଆପଣମାନେ ପ୍ରଥମ କରି ଆସିଛନ୍ତି ତ କୃପା କରି ଆମର ଏହି ଚ୍ୟାନେଲ ରୋଜି ବିହୁ 1234 କୁ ସବସ୍କ୍ରାଇବ କରି ପାଖରେ ଥିବା ବେଲ୍ ଆଇକନଟିକୁ ଦବାଇ ଦିଅନ୍ତୁ। ତା ସହିତ କମେଣ୍ଟ ସେକ୍ସନରେ ଜୟ ମାତା ସାବିତ୍ରୀ ବୋଲି ଅବଶ୍ୟ ଲେଖି ଦିଅନ୍ତୁ।